ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର 3 ଗତ 8 ତାରିଖ ମଧ୍ୟରାତ୍ରିରେ 4 ମାସର ଶିଶୁପୁତ୍ର ଚୋରି ହୋଇଥିବା ଘଟଣାରେ ନୂଆ ଟ୍ୱିଷ୍ଟ। ନିଜର ଅନୈତିକ ସମ୍ପର୍କକୁ ଲୁଚାଇବା ପାଇଁ ପିଲା ଚୋରିର ଯୋଜନା ରଚିଥିଲା ବାପା ପ୍ରଶାନ୍ତ ପ୍ରଧାନ। ଆଗରୁ ବିବାହ କରିଥିଲେ ପ୍ରଶାନ୍ତ ପ୍ରଧାନ। ଦୀର୍ଘ ବର୍ଷ ହେବ ତାମିଲନାଡୁରେ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ପ୍ରଶାନ୍ତ। ସେଠାରେ ନିଜର ଶାଳୀକୁ ସାଙ୍ଗରେ ରଖିଥିଲେ। ପରବର୍ତ୍ତୀ ସମୟରେ ଶାଳୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଲୋକଲଜ୍ଜାକୁ ଡରି ପ୍ରଶାନ୍ତ ପ୍ରଧାନ ତାମିଲନାଡୁ ଟ୍ରେନ୍ରେ ଘରକୁ ଆସିଥିଲେ। ନିରାକାରପୁର ଷ୍ଟେସନରେ ଓହ୍ଲାଇ ପିଲା ଚୋରିର ଷଡ଼ଯନ୍ତ୍ର ରଚିଥିଲେ। ସେହି ପିଲା ଚୋରିର ପର୍ଦ୍ଦାଫାଶ କରିଛି ଖୋର୍ଦ୍ଧାର ଜିଆର୍ପି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଆର୍ପି ଡିଏସ୍ପି ଜଗନ୍ନାଥ ମଲ୍ଲିକ। ନିରାକାରପୁର ବାଲୁଙ୍ଗେଶ୍ୱର ମୋବାଇଲ ଟିଭି। ମୋ ନାଁ ମିନୁଲତା ପରିଡ଼ା। ଆଜ୍ଞା, କ'ଣ ଘଟଣା ପୁରା ହେଇଥିଲା? ତୁମକୁ ଷ୍ଟେସନ ଟିକେ କେମିତି କ'ଣ ଡାକିଲେ, ପିଲାକୁ ଦେଲେ, ତୁମେ ସେ ପିଲା ବିଷୟରେ କ'ଣ ପଚାରିଲ ନା ନାହିଁ, ସେମିତି ଖାଲି ନେଇକି ଯାଇଥିଲ? ସିଏ ମାନେ ଡକେଇଲେ ଯେ ଆସ ପିଲାକୁ ଖାଲି ନେଇକି ଯିବ। ତୁମେ ପଚାରିଲନି କେଉଁ ପିଲାକୁ, କ'ଣ କାହା ପିଲା କ'ଣ? ସେ ତ କିଛି କହିଲେନି, ଏତିକି ଖାଲି କହିଲେ ଆଉ। ଜାଣିନଥିଲେ କି ଆପଣ ଜାଣିନଥିଲେ ଆପଣଙ୍କର ଭଉଣୀଙ୍କର ପିଲା ବୋଲି ଆପଣଙ୍କ ସ୍ୱାମୀ ଆଡ଼କୁ ସେ ଭଉଣୀ କେତେବେଳେ ଜାଣିଲେ କି ସେସବୁ ଘଟଣା? ସେଇଟା ମୁଁ ମିଡ଼ିଆ ନ୍ୟୁଜ୍ ଦେଖିଲା ପରେ ଜାଣିଲି। ପୂର୍ବରୁ ଜାଣିନଥିଲେ ଆପଣଙ୍କର ଭଉଣୀଙ୍କ ସହିତ ଆପଣଙ୍କ ସ୍ୱାମୀଙ୍କର ସମ୍ପର୍କ ରହିଛି ବୋଲି? ନା ନା। ଏବେ କ'ଣ କରିବ ଯେତେବେଳେ ଭଉଣୀଙ୍କ ଆଡ଼ୁ, ସ୍ୱାମୀଙ୍କ ଆଡ଼ୁ ଭଉଣୀଙ୍କର ଗୋଟେ ପିଲା ମଧ୍ୟ ହେଇଯାଇଛି, କ'ଣ କରିବ ବର୍ତ୍ତମାନ? ଆଉ କ'ଣ କରିବ, ଏପଟୁ ଇଏ ସେପଟୁ ଇଏ ରହିବ, କ'ଣ କରିବ? କ'ଣ ଘଟଣା ପୁରା ଥିଲା? କେମିତି କ'ଣ ତୁମ କୋଳରୁ ପିଲା ଚୋରି ହେଇଥିବା ଯେଉଁ ଅଭିଯୋଗ ହେଇଥିଲା, କେମିତି କ'ଣ ଫେରିଲା, କ'ଣ କହିବ? ମୋ ସ୍ୱାମୀ ଯିଏ ସିଏ ନେଇକିନି ତାଙ୍କ ଆଗ ସ୍ତ୍ରୀକି ଦେଇଥିଲେ। ଏ ବିଷୟରେ ମୁଁ ଜାଣିନଥିଲି। ମୋତେ କାଲି ସନ୍ଧ୍ୟାକୁ କହିଲେ ଯେ ଏମିତି ଏମିତି ହେଇଛି, ଆଉ ଚାଲ ଘରକୁ, ଘରେ ବୁଝାବୁଝି କରିବା, ପଳେଇ ଚାଲେ, କାଲି ସକାଳେ ଆସିକି ଗ୍ୟାସ୍ ଉଠାଇଦେବ। ମୁଁ କହିଲି ନାହିଁ, ମୋ ଛୁଆକୁ ଆଗେ ଦିଅ, ତାପରେ ଯାଇ ଯେଉଁ କଥା। ତାପରେ ଧୀରେ ଧୀରେ ମୁଁ ପଚାରିଲି, ସତ କୁହ ମୋ ଛୁଆକୁ ରଖିଛ କି କ'ଣ କରିଛ? ମୋ ତ ପ୍ରଥମରୁ ଡାଉଟ୍ ଥିଲା, ଯେହେତୁ ମୁଁ କାହାକୁ କହିପାରୁନଥିଲି ଏ ସମ୍ପର୍କ ବିଷୟରେ, ଧୀରେ ରହିଥିଲି। ଧୀରେ ଧୀରେ ପଚାରିବାରୁ ସେ କହିବାରୁ ତାପରେ ମୁଁ ତାଙ୍କୁ ଥାନାବାଲାଙ୍କୁ ଜଣେଇଲି, ନାହିଁ ସାର୍ ଏମିତି ଏମିତି କଥା, ଇଏ କରନ୍ତୁ। ଥାନାବାଲା ଗଲେ, ସାଙ୍ଗେ ସାଙ୍ଗେ ଆଣିକି ଆସିଲେ। ଛୁଆ ତୁମର କିନ୍ତୁ ଯାହା କହୁଛନ୍ତି ତୁମ ସ୍ୱାମୀ ଯେ ଚେନ୍ନାଇରୁ ପ୍ଲାନିଂ ହେଇଥିଲା ଛୁଆଟିକୁ କେଉଁଆଡ଼େ ଦେଇଦେବା ପାଇଁ। ସିଏ ପ୍ରଥମରୁ ଯେବେଠୁ ଜାଣିଲେ ଯେ ଆଉ କିଛି ବାଟ ନାହିଁ, ପିଲା ଜନ୍ମ କରିବା ଛଡ଼ା ଆଉ କୌଣସି ବାଟ ନାହିଁ, ସେବେଠୁ ସେ ମୋତେ କହୁଛନ୍ତି ନା କାହାକୁ ଦେଇଦେବା, କିଛି କରିବା ବୋଲି। ମୁଁ କହିଛି ପ୍ରଥମରୁ ଯେ ମୁଁ ଏତେ କଷ୍ଟ କରି ଜନ୍ମ କରିବି, ମୁଁ କାହାକୁ ଦେବି ନାହିଁ। ଯେତେବେଳେ ଜନ୍ମ ହେଲା 7 ମାସରେ ହେଲା, ମୋ ପିଲା ୱେଟ୍ କମ୍ ଥିଲା, ଆଇସିୟୁରେ ରହିଲା ମାସେ, ସିଏ ବି ଗୋଟେ ଏକ୍ସଟ୍ରା କଷ୍ଟ ମୋତେ ପଡ଼ିଲା। ମୁଁ ତାପରେ ଜିଦି ଧରିଲି, ମୁଁ ଦେବି ନାହିଁ, ତମେ ମୋତେ ରଖ। ଜିଦି ଧରିବାରୁ ସିଏ ମୋତେ ମାଡ଼ଗୋଳ କରନ୍ତି। ଆମେ ଏଇ ମାସ 2 ତାରିଖ ବାହାରିଥିଲୁ ଆସିବୁ ବୋଲି। ମୁଁ କହିଲି କିଛି ବ୍ୟବସ୍ଥା କରନା, କେମିତି ବାହାରୁଛ, ଇଏ କରୁଛ, ସେମିତି କହିବାରୁ ମୋତେ ମାରିଛନ୍ତି, ଇଏ କରିଛନ୍ତି। ଏଇ ମୁଁ ଏବେ କିଛି ଅଛି ଏମିତି ଇଏ କରିଛନ୍ତି। ସେଥିପାଇଁ ମୁଁ ଡରରେ କହିଲେ, ଏଇଠି ତ ତାମିଲ ଲୋକ, କେହି ତ ମୋତେ ସାହା ଭରସା ହେବେନି। ଗାଁକୁ ପଳେଇଲେ କାଳେ ଥାନା ଫାନାରେ କହିଲେ କି ଓଡ଼ିଆ ଯିଏ ବି ହଉ ଟିକେ ସପୋର୍ଟ କରିବ, ଘରୁ ମିଳୁ କି ନ ମିଳୁ। ସେଥିପାଇଁ ମୁଁ କହିଥିଲି ଗାଁକୁ। ଭିଣଙ୍କ ସହିତ ସମ୍ପର୍କ ବିଷୟରେ ଆଗରୁ କିଏ ଜାଣିଥିଲେ? ସମ୍ପର୍କରେ କ'ଣ ହେବେ? ସମ୍ପର୍କରେ ମୋର ଭିଣେଇ ହେବେ। ନିଜର ଭିଣେଇ ନା? ନିଜ ଭିଣେଇ। ଏ ସମ୍ପର୍କ ବିଷୟରେ ଆଗରୁ ଘର ଲୋକ ସମସ୍ତେ ଜାଣିଥିଲେ? ନାଇଁ, ଘର ଲୋକ କେହି ଏ ବିଷୟରେ କିଛି ଜାଣିନଥିଲେ। ଏବେ ପୁଣି କ'ଣ ଷ୍ଟେପ୍ ନେବ, କେମିତି କ'ଣ? ଏବେ କ'ଣ ଷ୍ଟେପ୍ ନେବୁ? ମିଡ଼ିଆ ବାହାରିଲା, ଭଲ ମନ୍ଦ ବାହାରିଲା, ସବୁ ଗଲେ। ମୁଁ ଚାହୁଁଛି ସେ ମୋ ପିଲାକୁ ମୋତେ ରଖନ୍ତୁ, ବସ୍ କଥା ଏତିକି। ମୁଁ କେବେ ଚାହିଁ ନାହିଁ ମୋ ପିଲାକୁ କାହାକୁ ଦେବା ପାଇଁ। ଏତେ କଷ୍ଟ କରି ଜନ୍ମ କରିଛି, ମୁଁ ଚାହିଁବି ମୋ ପିଲାକୁ କାହାକୁ ଦେବା ପାଇଁ? ହଁ, ମୁଁ କହିଲି କ'ଣ ପାଇଁ, ଯେହେତୁ ମୋତେ ମାଡ଼ଗୋଳ କରିଛନ୍ତି, ଭଲ ମନ୍ଦ କରିଛନ୍ତି। ଚେନ୍ନାଇରୁ ଆମେ ବାହାରିଲୁ ଆସିବା ପାଇଁ। ସେତେବେଳେ ମୁଁ ଆଙ୍କୁ ମାନେ କଥାବାର୍ତ୍ତାରୁ ଇଏ କଲେ ଯେ ଛୁଆକୁ ଅନାଥ ଆଶ୍ରମ ନ ଦେଇ କାହାକୁ ବି ଦେଇଦେଲେ ମାନେ ମୁଁ ପଛେ ପରବର୍ତ୍ତୀ ବିବାହ କରିପାରିବି, ଆଉ କିଛି ବି ମାନେ ପରବର୍ତ୍ତୀ ଷ୍ଟେପ୍ ଯାହାହେଲେ ମୁଁ ଚଳିପାରିବି। ସେଇ ଉଦ୍ଦେଶ୍ୟ ନେଇକି ମୁଁ ଭାବିଲି ଅନ୍ୟ କାହାକୁ କାହିଁ କ'ଣ ପାଇଁ ଦେବି, ମୋର ତ ଗୋଟେ ଛୁଆ ଅଛି। ସେଥିପାଇଁ ମୁଁ ମୋ ନିଜ ରକ୍ତକୁ ମୁଁ ନିଜେ ମୋ ସ୍ତ୍ରୀକି ଦେଇଛି। ମାନେ ଅଲଗା କାହାକୁ କ'ଣ ପାଇଁ ଦେବି? ସିଏ ଯେହେତୁ କହିଥିଲା ଯେ ଅନାଥ ଆଶ୍ରମ ଛାଡ଼ିକି ଅଲଗା ଯେଉଁଠି ଦେଲେ ବି ଚଳିବ। ମୁଁ କହିଲି ମୋ ରକ୍ତଟା ମୁଁ ଅଲଗା କାହିଁକି କାହାକୁ ଦେବି, ମୋ ଘରକୁ ମୁଁ ରଖିବି। କେମିତି କ'ଣ ସ୍ତ୍ରୀକୁ ଡାକିଥିଲେ? ସ୍ତ୍ରୀ ଯେହେତୁ ମୁଁ ଡାଇରେକ୍ଟ ମାଗିଲେ ଇଏ ଦେବନି, ମୁଁ ଜାଣିଛି। ସେହେତୁ ମୁଁ କହିଲି ସେ ଶୋଇଥିବା ସମୟରେ ମୁଁ ତାକୁ ନେଇକି ଦେଇଦେଲେ। ସେ ବରଂ ଦିନେ 2 ଦିନ ଗଲେ ତା ମନ ପରିବର୍ତ୍ତନ ହେଲେ ମୁଁ ତାକୁ ନେଇକି ଯେମିତି ଯାହା ବୁଝେଇକି ମାନେ କହିବି ହେଲେ ଭାବିଥିଲି। ଏଇଟା କ'ଣ ଚେନ୍ନାଇରୁ ପ୍ଲାନିଂ? ଏଇଟା ଟୋଟାଲ ରୁମ୍ରୁ ହିଁ ପ୍ଲାନିଂ ହେଇଯାଇଥିଲା। ଓଡ଼ିଶା ଆସିଲା ପରେ ଛୁଆକୁ ଅନାଥ ଆଶ୍ରମ ଛାଡ଼ିକି ଆଉ ଯେଉଁ ଯେକୌଣସି ଜାଗାରେ ବି ଦେଇଦେଲେ ଚଳିବ। ଯେହେତୁ ସିଏ ମୋତେ ଚିହ୍ନିଲେ ଯେ ସେ ମୋତେ ଆମର 2 ଜଣ ଭିତରେ ଏଇଟା କଣ୍ଡିସନ କଥା ବି ହେଇଥିଲା। ତମ ଭିତରେ ତମ ନିଜ ପିଲା କାହିଁକି ତମେ? ନା ନା, ଯେତେବେଳେ ସମାଜକୁ ଗୋଟେ ପଟେ ଡରିଲା ଆସିକି, ଯେହେତୁ ଏଭଳିଆ ଗୋଟେ ପରିସ୍ଥିତି ମଣିଷ ଅଜାଣତରେ ହେଇଗଲା,
ସେଥିପାଇଁ ଆମେ ଗୋଟେ ଭାବିଲୁ କିଛିଟା ହେଲେ ଲୋକଲୋଚନ ନ ଆସୁ ଏ ହିସାବରେ ଆମେ କରିଥିଲୁ ପ୍ଲାନ୍ ଯେ ମୁଁ ସେଠୁ ଏଠି ଆସିଲା ପରେ ଆମେ କହିଲୁ ନିଜ ଛୁଆକୁ ମୁଁ କାହିଁକି ଅଲଗା କାହାକୁ ଦେବି, ସେଥିପାଇଁ ମୁଁ ନିଜ ଘରକୁ ଦେଇଥିଲି। ମୁଁ କୁଆଡ଼େ କଥା ହେଇକି ଘରକୁ ଦବ ତାପରେ ଯାଇକି ପୋଲିସରେ ଏଫଆଇଆର ଦେବାକୁ ଚେଷ୍ଟା କର। এটা ଚିହ୍ନିଲ ତ ଜାଣିନଥିଲି, କାରଣ ସିଏ ଜାଣିଥିଲେ ମାନେ ସେ ଜାଣିଥିଲେ ଦେବା ପରିସ୍ଥିତି ନଥାନ୍ତେ, ତାଙ୍କଠୁ ଡାଇରେକ୍ଟ ଆଣିପାରିନଥାନ୍ତେ। ଚେନ୍ନାଇରୁ ପ୍ଲାନ୍ କରିଥିଲେ ପ୍ଲାନ୍ ଥିଲା ସିଏ, କିନ୍ତୁ ଡାଇରେକ୍ଟ ଘରକୁ ଦେବାକୁ ରାଜି ଥିଲେ ନା। ଅନ୍ୟ କାହାକୁ ଦେବା ପାଇଁ ରାଜି ଥିଲେ। ସିଏ କହିବା କଥା ଅନାଥ ଆଶ୍ରମ ନ ଦେଇକି ତମେ ଅଲଗା କୁଆଡ଼େ, କିନ୍ତୁ ଘରେ ଯେମିତି କେହି ନ ଜାଣିବା ଦରକାର ଏଇଭଳିଆ ଗୋଟେ ଛୁଆଟେ ହେଇଛି କେହି ଜାଣିନଥିଲେ। ଘରେ ଏବେ ଏବେ ଗତକାଲି ନ୍ୟୁଜ୍ରେ ବାହାରିଲା ପରେ ଆମ ଘରେ ଜାଣିଲେ। ଆଉ ହଁ ଆମେ ଗୋଟେ ଆସିବା ଭିତରେ 4-5 ଦିନ ଭିତରେ ସମସ୍ତେ ଜାଣିଛନ୍ତି, ନହେଲେ ଆଗରୁ କେହି ଜାଣିନଥିଲେ। এটা গত 8/4/2026 মানে গতকালি রিপোর্ট 11:15 সময় 11:15 সময় গতকালি 11:15 সময় আমার জিআরপি ফাଣ୍ଡି जो निराकारपुर अच्छी सेठारे प्रशांत कुमार प्रधान बोली जन व्यक्ति आसिक रिपोर्ट करते जे सी आ स्त्री चिन्नुलता परिडा परदिन माने 7 तारिख राति से आसिक निराकारपुर स्टेशन में पहुँचते 4 मासर गोटे पुत्र सन्तान को धरी और राति से रही शोते स्टेशन में। तो राति शोवा अवस्था से राति 12:40 उठिकी से देखी छुआ मिसिंग हो जाए, किए कौन दुर्बृत्त नहीं चोरी करके आसिक अभियोग करते। तो ये संक्रांत में आमर फांडी बाबू दिलीप साहू आमर जीआरपी ओआईसी आमर आर शंकर राव गोटे मामला रुजु करते। खोर्धार गोटे जीआरपीएस एफआईआर नंबर है 31 डेटेड 8/4/26 अंडर सेक्शन 137 BNS केस करते। यार केस को लेकिन गोटे संगे संगे आमर एसआरपी सार एसपी सार आमर से गोटे सागे संगे गोटे टीम फॉर्मेशन करते। से टीम रे आमर फांडी बाबू आमर जीआरपी ओआईसी रही तत्परता देखी सागे संगे तदंत भी कराई। तदंत कर जहाँ सत्यता मिलला जे जी प्रशांत कुमार प्रधान जी प्रकृतर अभियोगकारी सी प्रकृतर ये छुआ चोरी से मुख्य षड्यंत्रकारी। तो से दिन राति से जितेबाला से शोवा अवस्था से जो चिन्नुलता जी सो कल्ड वाइफ बोली से कहते से शोवा अवस्था ये छुआ को निजे चोरी कर नहीं जे प्रकृत स्त्री जी अच्छा हैंडओवर दे देते। सी नहीं गाँ जो कलामाटिया अच्छे रणपुर से पलैते। तदंत पर आम से छुआ को रेस्क्यू कलु गाँव माँ को हैंडओवर कराई। आक्यूज को आज अरेस्ट कर फरवर्ड करूँ।